ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12ଟି ବନ୍ଧୁରାଷ୍ଟ୍ର। ବେଇଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପରିଦର୍ଶନ କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟ ଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଶ୍ୱିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି, ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟର ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ ଗ୍ୟୁ ବାକ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ
ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ULPGMV3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ ନିକଟସ୍ଥ DRDO ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12ଟି ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମାଳଦ୍ୱୀପ, ମିଆଁମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ଶିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ ଓ ୟୁକ୍ରେନ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଚୀନ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $200 ବିଲିୟନ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15ରୁ 17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତ୍ତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543ଟି ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2 ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ଟାରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାୟାଣ୍ଟସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାଫ୍ ଫୁଟବଲ ଚାମ୍ପିୟନସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ଏହି ପ୍ରତିଯୋଗିତା ଆସନ୍ତା 25ରୁ ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବିରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏରେ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ।
ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12ଟି ବନ୍ଧୁରାଷ୍ଟ୍ର। ବେଇଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍।